ଜୈମିନୀ ଭାରତ ରଣସ୍ଥଳରେ ବାଲ୍ମୀକି ଋଷିଙ୍କର ପ୍ରବେଶ ଓ ରାମଚନ୍ଦ୍ରଙ୍କ ସହ ସର୍ବସୈନ୍ୟଙ୍କର ପୁନର୍ଜୀବନ ପ୍ରାପ୍ତି। ଏଥେ ଯେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ତାହାଙ୍କର ଷଡ଼ପୁତ୍ର ସୁଗ୍ରୀବ ବିଭୀଷଣ ଏମାନେ ମରି ନାହାନ୍ତି ହୋଇଛନ୍ତି ମୋହ ଆଗ ମାତ ବଇ ଦେହି ଛାଡ଼ ମନ କୋହ ଜୀବଦାନ ଏମାନଙ୍କୁ ଦେବି ଏହି କ୍ଷଣି ଏମନ୍ତ ବଚନ ଶୁଣି ସୀତା ଠାକୁରାଣୀ ପାଦ ଧରି ବିନୟ କରିଣ ମୁନିଙ୍କର କହିଲେ ବିପଦରୁ କରନ୍ତୁ ଉଦ୍ଧାର କେବଳ ମାଗୁଣି ମୋର ଏତିକି ହେତାତ ଦେଖିବି ନୟନେ ମୋହି ରଘୁକୁଳନାଥ ମୁନି ବୋଇଲେ ଗୋପନେ ରହ ପୁତ୍ର ଘେନି ଅନାଇ ହନୁ ଜାମ୍ବବେ କହିଲେ କମୁନି ନ କରିବ ତୁମ୍ଭେ ସର୍ବେ ଏକଥା ପ୍ରଘଟ ପଶ୍ଚାତେ ହୋଇବ ପୁଣି ପିତା ପୁତ୍ର ଭେଟ ଏହା କହି ମହାମୁନି ହସ୍ତେ ଜଳ ଧରି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ରେ ତାହା ମନ୍ତ୍ରୀ କରି ବୋଇଲେ ଶିଷ୍ୟକୁ ତୁମେ ସିଞ୍ଚି ଦିଅ ନେଇ ଗୋଜିଏ ମାତ୍ର ଏଥିରୁ ନ ଛାଡ଼ିବ କେହି ଜଳ ଘେନି 12,000 ଶିଷ୍ୟ ଗଲେ ସମସ୍ତଙ୍କର ଉପରେ ସେ ଜଳ ସିଞ୍ଚିଲେ ଉଠି ବସିଲେ ସଭିଏଁ ଦେଖିଲେ କମୁନି ରାମଙ୍କୁ ଦର୍ଶନ କଲେ ଜନକ ନନ୍ଦିନୀ ଆନନ୍ଦେ ଲବକୁଶକୁ ସଙ୍ଗରେ ଯେ ନେଇ ଆଶ୍ରମକୁ ଚାଲିଗଲେ କୃତକୃତ୍ୟ ହୋଇ ମୁନିଙ୍କ ପାଦରେ ରାମ କରି ନମସ୍କାର ବୋଇଲେ ସେ 2 ଗୋଟି କାହାର କୁମର ବାଲ୍ମୀକି ବୋଇଲେ ମୁହିଁ ଥିଲି ଏହି ସ୍ଥାନେ କାହୁଁ କହିପାରିବି ମୁଁ ଏକ୍ଷଣି ସ୍ଥାନେ ଆଶ୍ରମକୁ ଯାଇ ତାଙ୍କ କଥା ମୁଁ ବୁଝିବି ଯଜ୍ଞ ସ୍ଥାନରେ ସକଳ ଫିଟାଇ କହିବି ଘେନିଏ ଅଶୋକୁ ଯଜ୍ଞ କର ସମାପନ ତୁମ୍ଭ ପଛେ ଯାଉଛି ମୁଁ ଶିଷ୍ୟଙ୍କ ସହିତ ଏତେ କହି ମୁନିବର ବିଦାୟ କରିଲେ ରାମଙ୍କ ସହିତ ସର୍ବେ ବେଗେ ଚଳିଗଲେ କରନ୍ତି ସକଳ ସୈନ୍ୟ ଜୟ ଜୟକାର ଜୟ ଶବ୍ଦେ କମ୍ପି ଉଠେ ଅଯୋଧ୍ୟାର ପୁର ଯଜ୍ଞ ମଣ୍ଡପରେ ଥିଲେ ଯେତେ ରାଜାଗଣ ଆନନ୍ଦେ ପାଛୋଟି ଆଣିଲେ ସେ ରଘୁରାଣ ବିଷ୍ଣୁଙ୍କର ପଦ୍ମ ପାଦେ ରକ୍ଷିଣ ଧ୍ୟାନ ବିପ୍ର ନାରାୟଣ ଲେଖେ ଭାରତ ଆଖ୍ୟାନ ବାଲ୍ମୀକି ଋଷିଙ୍କ ସହିତ ଲବକୁଶଙ୍କର ଯଜ୍ଞସ୍ଥଳେ ପ୍ରବେଶ ଓ ଯଜ୍ଞ ଦର୍ଶନ ପଚାରନ୍ତି ଜନ୍ମେ ଜୟ ଜୈମିନୀ ଋଷିଙ୍କୁ କିସ ହେଲା ତଦପରେ ବୁଝାଇ କୁହନ୍ତୁ ମହାଜ୍ଞାତା ଜୈମିନୀ ଯେ କୁହନ୍ତି ଯେ ପୁଣି ଆହେ ମହାରାଜା ଶୁଣ ଏଥିର କାହାଣୀ ଲବକୁଶ ଘେନି ବାଲ୍ମୀକି ଋଷି ଯେ ଗଲେ ଅନେକ ଶିଷ୍ୟ ସହିତେ ଯଜ୍ଞରେ ମିଳିଲେ ବାଲ୍ମୀକି କହନ୍ତି ଲବ କୁଶ ଦୁହେଁ ଶୁଣ ବିଷ୍ଣୁ ଅଂଶୀ ତୁମେ ରାମଙ୍କର ସୁତ ଜାଣ
ବିଦ୍ୟା ତୁମ୍ଭଙ୍କୁ ମୁଁ ଦେଇଥିଲି ଯେ ଶିକ୍ଷା, ସାକ୍ଷାତରେ ଏବେ କଲି ତାହାର ପରୀକ୍ଷା। ସଙ୍ଗୀତ ବିଦ୍ୟାବର ଶିଖାଇ ଯେ ଅଛି, ତାହାକୁ ପରୀକ୍ଷା ଦେଲେ ତୋଷ ହେବି ମୁହିଁ। ତୁମ୍ଭେ ଦୁହେଁ ମୋର ଚିତ ରାମାୟଣ ଗୀତ, ସୁସ୍ୱରେ ଗାଇବ ଶୁଣି ସର୍ବେ ହେବେ ପ୍ରୀତ। ମୁନି ଋଷି ମାନଙ୍କର ପବିତ୍ର ଆଶ୍ରମେ, ଯଜ୍ଞରେ ଥିବା ବ୍ରାହ୍ମଣ ମାନଙ୍କ ସଦନେ। ଯଜ୍ଞଶାଳେ ଋଷିଙ୍କର ସମ୍ମୁଖରେ ଥାଇ, ବସି ସୁସ୍ୱରେ ଗାଇବ ଗୀତ ଦୁଇ ଭାଇ। ଗିରିଜାତ ସ୍ୱାଦୁ ଫଳ ଭକ୍ଷଣ କରିଣ, ତହିଁରେ ତୁମ୍ଭେ କରିବ ଶ୍ରମ ନିବାରଣ। ମହାରାଜ ରାମ ଯେବେ ତୁମ୍ଭଙ୍କୁ ଡକାଇ, କହିବେ ସଭାରେ ବସି ଗାଅ ତୁମ୍ଭେ ଦୁଇ। ଗାଇବ ରାଗ ରାଗିଣୀ ବସାଇ ନିର୍ଭଏ, ଯେଉଁ ପରି ଯେଉଁ ଭାବେ ଶିଖିଅଛ ଦୁହେଁ। ଧନରତ୍ନ ହାତୀ ଘୋଡ଼ା ଯାଚିଲରେ ବାବୁ, ଗ୍ରହଣ କରିବ ନାହିଁ କଦାପି ସେ ସବୁ। ବିନୟ କହିବ ତୁମ୍ଭେ ତାଙ୍କ ସନ୍ନିଧାନ, ଆଶ୍ରମେ ରହିଣ କରୁ ଫଳ ସେ ଭକ୍ଷଣ। ସେସବୁ ପଦାର୍ଥ ନେଇ ଆମ୍ଭର କି ହେବ, ଯେବେ ଅବା ତୁମ୍ଭଙ୍କୁ ରାଘବ ପଚାରିବ। କାହାର ତନୟ ତୁମ୍ଭେ କହିବ ଏପରି, ବାଲ୍ମୀକି ମୁନିଙ୍କ ଶିଷ୍ୟ ଆମ୍ଭେ ବ୍ରହ୍ମଚାରୀ। ପ୍ରତ୍ୟହ ବିଂଶତି ସର୍ଗ ଗାଇବ ମଧୁରେ, ଶ୍ରୁତି ମଧୁରେ ତନ୍ତ୍ରିକି ଧରିଣ ହସ୍ତରେ। ଯେଉଁଠାରେ ଯେଉଁ ସ୍ୱରେ ଗାଇଲେ ସୁନ୍ଦର, ଶୁଭିବ ତହିଁରେ ମନ ଦେଇଣ ସତୋର। ନିର୍ଭୟ ଗାଇବ ତାହା ମନୁ ନ ଭୁଲିବ, ରାଜାଙ୍କୁ ଅବଜ୍ଞା ତୁମ୍ଭେ କେଭେ ନ କରିବ। ଧର୍ମ ଅନୁସାରେ ରାଜା ପ୍ରାଣୀଙ୍କର ପିତା, ଏଣୁ ପ୍ରଥମେ ଗାଇବ ତାଙ୍କ ଗୁଣ ଗାଥା। କାଲି ପ୍ରଭାତରୁ ତୁମ୍ଭେ ହସ୍ତେ ବୀଣା ଧରି, ଆନନ୍ଦେ ଏକ ମନରେ ଲୟଯୁକ୍ତ କରି। ସୁମଧୁର ସଙ୍ଗୀତକୁ ଆମ୍ଭର କରିବ, ଗାଇବୁ ବୋଲି କହିଲେ ତାଙ୍କୁ କୁଶଲବ। ଯହୁଁ ମୁନି ଯଜ୍ଞ ସ୍ଥାନେ ପ୍ରବେଶ ହୋଇଲେ, ଶ୍ରୀରାମଚନ୍ଦ୍ର ତାହାଙ୍କୁ ସମାଦର କଲେ। ମୁନିଙ୍କି ଆଶ୍ରମ ପାଶେ ନେଇଦେଲେ ସ୍ଥାନ, ତତକ୍ଷଣ ସେ ସ୍ଥାନକୁ ଯାଇ ଭୃତ୍ୟଗଣ। ନାନାବିଧ ଫଳ ଫୁଲ ମଣ୍ଡାଇଣ ଦେଲେ, ଦେଖିଣ ବାଲ୍ମୀକି ମନେ ଆନନ୍ଦ ହୋଇଲେ। ଶିଷ୍ୟଙ୍କ ସହିତ ମୁନି ଆଶ୍ରମରେ ରହି, ଯାମିନୀ ଯାପନ କଲେ ଦିବ୍ୟ ଫଳ ଖାଇ। ଅଶ୍ୱିନୀ କୁମାର ଦୁଇ କରନ୍ତି ଯେ ସନ, ଭାର୍ଗବ ମୁନିଙ୍କ ଠାରୁ ସଂହିତା ଶ୍ରବଣ। ସେହିପରି ଲବକୁଶ ମୁନିଙ୍କର ବାଣୀ, ଶୁଣି ଆନନ୍ଦ ହୋଇଣ କାଟିଲେ ରଜନୀ। ପରଦିନ ପ୍ରଭାତରୁ ଉଠି ଦୁଇ ଭାଇ, ସ୍ନାନ ହୋମ ଆଦି କର୍ମ ଶେଷ କରିଦେଇ। ମୁନିବର କହିଥିଲେ ଯେମନ୍ତେ ପ୍ରକାରେ, ଦୁଇ ଭାଇ ବସିଲେ
ଯାଇଣ ମାର୍ଗରେ। ଫିଟାଇଲେ ପୋଥି ସେହି ଗାଇଲେ ଏକ ଗୀତ, ରୁଣ୍ଡ ହେଲେ ସଭାଜନେ ହୋଇ ମନେ ପ୍ରୀତ। ଜଣେ ଅନ୍ୟ ଜଣକୁ ଯେ ଠେଲି କରି ଯାଇ, ଲବକୁଶ ଦୁହିଁଙ୍କର ଗୀତ ଶୁଣୁଥାଇ। ସ୍ୱର ସହିତରେ ବୀଣା ହେବାରୁ ସମାନ, ବୀଣା କିଏ ସ୍ୱର କିଏ ନୋହିଲା ବାରଣ। ଏହିପରି ଶୁଣି ଲୋକ ଅଇଲେ ବହୁତ, ଏକ କହନ୍ତେ ଆରେକ ଗମନ୍ତି ତୁରିତ। ବେପାରୀଏ ବିକା କିଣା ବନ୍ଦ କରି ଦେଇ, ଗଲେ ଶୁଣିବାକୁ ଗୀତ ଅତି ତୋରା ହୋଇ। ଲୋକମାନେ ଶୁଣି କରି ହୋଇଲେ ଉଷତ, ବୋଇଲେ ଅପୂର୍ବ ଅଟେ ଏହି ନୂଆ ଗୀତ। ସେଦିନକ ଗାଇବାରେ ଏହିପରି ଗଲା, ତହିଁ ପରଦିନ ଯହୁଁ ପ୍ରଭାତ ହୋଇଲା। ଲବକୁଶ ସେହିପରି ଆସି ପହଞ୍ଚିଲେ, ପୋଥିକି ଫିଟାଇ ଗୀତ ଗାଇଲେ ସୁସ୍ୱରେ। ରାଜାଙ୍କର ପାତ୍ର ମନ୍ତ୍ରୀ ଗଲେ ଶୁଣିବାକୁ, ଆସି କହିଲେ ଆପଣା ଆପଣା ରାଜାଙ୍କୁ। ନରପତି ମାନେ ତାଙ୍କ ଠାରୁ ଶୁଣିଗଲେ, ଶୁଣିଣ ସେହି ବହୁତ ଆନନ୍ଦିତ ହେଲେ। ନାନା ଦେଶୁ ଆସିଥିଲେ ଋଷି ମୁନି ଯତି, ଦୁହିଁଙ୍କର ଗୀତ ଶୁଣି ଆନନ୍ଦ ହୁଅନ୍ତି। ଦୂତ ଜଣାଇଲେ ଯାଇ ରାମଙ୍କ ସନ୍ନିଧେ, ଶୁଣିବା ହେଉ ଭୂଦେବ ଏହି ଯଜ୍ଞ ମଧ୍ୟେ। ଦୁଇଟି ବାଳକ ବସି ଗାଉଛନ୍ତି ଗୀତ, ନୂଆ ପରି ଜଣାଯାଏ ସେ ତୁମ୍ଭ ଚରିତ। ଋଷିଙ୍କ ଜାଗର ବାର୍ତ୍ତା ତାଡ଼କା ବିନାଶ, ଜାନକୀଙ୍କ ବିଭାଉ ତୁମ୍ଭ ବନବାସ। ନାନାଦି ବିଷୟ ସବୁ ତହିଁରେ ରହିଛି, ଶୁଣିବାକୁ ଶ୍ରୁତି ମଧୁ ଅତ୍ୟନ୍ତ ହୋଇଛି। ଚାର ଜଣାନ୍ତେ ପରି ରାମଙ୍କ ଗ୍ରତେ, ସତ୍ୟ ବୋଲିଣ କହିଲେ ନୃପତି ସମସ୍ତେ। ଋଷିଏ କହିଲେ ପୁଣି ଏହି କଥା ସତ୍ୟ, ଏପରି ଶୁଣି ବିସ୍ମୟ ହେଲେ ରଘୁନାଥ। ଡଗରକୁ ବୋଇଲେ ଯାଇ ତାଙ୍କୁ ଆଣ, ଡଗର ପାଇଣ ଆଜ୍ଞା ଗଲା କବହନ। ପରବେଶ ହେଲା ସେହି ଦୁଇ ଭାଇ ପାଶ, ବୋଇଲା ରାଜା ତୁମ୍ଭଙ୍କୁ ଡାକୁଛନ୍ତି ଆସ। ଶୁଣିବାକୁ ତୁମ୍ଭ ଗୀତ କରିଛନ୍ତି ମନ, ଶୁଣାଇବ ସୁରେ ସୁରେ ଆସ ହେବ ହନ। ପୂର୍ବରୁ ବାଲ୍ମୀକି ତାଙ୍କୁ ଥିଲେ ତିଆରିଣ, ଡଗର ସଙ୍ଗତେ ଦୁହେଁ ଗଲେ ତତକ୍ଷଣ। ରାଜାଙ୍କ ସମ୍ମୁଖେ ମିଳି କଲେ ନମସ୍କାର, ତାଙ୍କୁ ଦେଖି ରାମ ହେଲେ ଆନନ୍ଦ ପାର। ବୋଇଲେ ତୁମ୍ଭ ପାଖରେ କେବଳ ପୁରାଣ, କୁଶ କହିଲା ଏ ଗ୍ରନ୍ଥ ଅଟେ ରାମାୟଣ। ଶ୍ରୀରାମ କହିଲେ ତେବେ କର ପରକାଶ, ତୁମ୍ଭର ଗ୍ରନ୍ଥ ଶୁଣିବା
ସେହିଠାରେ ବସ। ଏପରି ଶୁଣି କୁମର ଶ୍ରୀରାମଙ୍କ ପାଶେ ଗାଇଲେ କମୁନି ବର ଛାନ୍ଦ ଗୀତର ସେ। ଅପୂର୍ବ ଷଡ଼ସ୍ୱରରେ ଗାଇଲେ କ ଗୀତ ଛାନ୍ଦ ଅଳଙ୍କାରେ ପୂର୍ଣ୍ଣ ହୋଇଅଛି ଶ୍ଵେତ। ପ୍ରମାଣ ମାନ ଛଇ ତହିଁରେ ଅନେକ ସୁମଧୁର ଶୁଭେ ତନ୍ତି ସ୍ୱର ଗୀତ ଯାକ। ଶୁଣିଣ ଶ୍ରୀରାମ ଲବ କୁଶମୁଖ ଗୀତ ହୃଦୟ ତାହାଙ୍କ ହେଲା ଆନନ୍ଦେ କମ୍ପିତ। ମହାଜ୍ଞାତା ବାଲ୍ମୀକିଙ୍କୁ ଡାକିଲେ ସଭାକୁ ବହୁ ଶାସ୍ତ୍ର ଶିଖିଥିବା ନୃପତି ଗଣଙ୍କୁ। ଡକାଇଲେ ବୃଦ୍ଧ ପୁଣି ଅନେକ ବ୍ରାହ୍ମଣ ନିଗମ ପୁରାଣ ଶାସ୍ତ୍ର କରନ୍ତି ବଖାଣ। ତାହାଙ୍କୁ ଡକାଇ ଆଣି ପ୍ରଭୁ ରାମଚନ୍ଦ୍ର ସ୍ୱର ଲକ୍ଷଣ ଜାଣନ୍ତି ଯେତେ ବିଜ୍ଞ ବୃନ୍ଦ। ଶାସ୍ତ୍ରମାନ ନାନା ସ୍ୱରେ ଶ୍ରବଣ କରନ୍ତି ଛାନ୍ଦ ପଦ ଅକ୍ଷର ସେ ସବୁ ହିଁ ଜାଣନ୍ତି। କ୍ରିୟାକଳାପରେ ଯେହୁ ନିପୁଣ ଅଟନ୍ତି କାର୍ଯ୍ୟ ବିଶାରଦ ଦ୍ୱିଜ ଜ୍ୟୋତିଷୀ ଜାଣନ୍ତି। ନୃତ୍ୟ ଗୀତ ବିଶାରଦ ଯେତେ ପୁରଜନ ଉପସ୍ଥିତ ହେଲେ ପୁଣି ସେ ସ୍ଥାନେ ଆସିଣ। ବୃଦ୍ଧ କଳ୍ପ ବେଦ ଛାନ୍ଦ ଶାସ୍ତ୍ରଜ୍ଞ ଯେତେକ ତାହାଙ୍କୁ ଡକାଇ ଆଣି ଅଯୋଧ୍ୟା ନାୟକ। ସଭା କରି ବସିଲବ କୁଶକୁ ଚାହିଁଣ ବୋଇଲେ ଠାରେ ଗୀତ ଗାଅ ଦୁଇ ଜଣ। ରାମଚନ୍ଦ୍ରଙ୍କର ଆଜ୍ଞା ପାଇ ଦୁଇ ଭାଇ ବୀଣା ଧରି ସୁମଧୁରେ ଗୀତ ଗାନ୍ତି ସେହି। ଗୁରୁଙ୍କର ପାଦ ଦ୍ୱୟ ବନ୍ଦିଲେ ଯେ ସେହି ତତ୍ପରେ ବନ୍ଦନା କଲେ କମଳାଙ୍କ ସାଇଁ। ବ୍ୟାଧ କ୍ରଞ୍ଚ ମିଥୁନକୁ ନିଧନ କରନ୍ତେ ଦେଖି ମୁନି ମନେ ମନେ ମହାକ୍ରୋଧ ଚିତେ। ପରମେଷ୍ଠି ଆସି ମୁନିଙ୍କୁ ଯେ ବର ଦେଲେ ରାମଚରିତ ସକଳ ନାରଦ କହିଲେ। ଦଶରଥଙ୍କର ରାଜ୍ୟ ଶାସନ ପ୍ରଣାଳୀ ନୋହିବାରୁ ପୁତ୍ର ରାଜା ମନେ ମନେ ଭାଳି। ଲୋମପାଦ ଋଷି ଅନାବୃଷ୍ଟିର କାରଣ ସେ ସ୍ଥାନେ ଆସିବା ବିଭାଣ୍ଡ କର ନନ୍ଦନ। ଲୋମପାଦ ଯୋଗୁଁ ଇନ୍ଦ୍ର ଜଳ ବରସିବା ଋଷ୍ୟ ଶୃଙ୍ଗ ଶାନ୍ତା କୁମାରୀକୁ ବିଭା ଦେବା। ପୁତ୍ର ପାଇଁ ହୋମ ଋଷି ଅଯୋଧ୍ୟାରେ କଲେ ଶେଷେ ଦଶରଥ ପୂର୍ଣ୍ଣା ହୁତି ଚରୁ ନେଲେ। ଦଶରଥ ଦେଲେ କୌଶଲ୍ୟା କକେଇଙ୍କୁ ଦୁଇ ରାଣୀ କିଛି କିଛି ଦେଲେ ସୁମିତ୍ରାକୁ। ଏକା ବେଳେ ତିନି ରାଣୀ ହେଲେ ଗର୍ଭବାସ ପ୍ରବେଶ ହୋଇଲା ଯହୁଁ ପ୍ରସବ ଦିବସ। କୌଶଲ୍ୟା କୈକେୟୀ ଠାରୁ ଶ୍ରୀରାମ ଭରତ ସୁମିତ୍ରା ଗର୍ଭୁ ଲକ୍ଷ୍ମଣ ଶତ୍ରୁଘ୍ନ ଯେ ଜାତ। ପୂର୍ଣ୍ଣମୀର ଶଶୀ ସମ ସଭିଏ ବଢ଼ିଲେ ପଢ଼ି ଶାସ୍ତ୍ର ମାନ ଶସ୍ତ୍ର ବିଦ୍ୟା ଶିକ୍ଷା କଲେ।
ଅଯୋଧ୍ୟାରେ ବିଶ୍ୱାମିତ୍ର ପ୍ରବେଶ ହୋଇଲେ। ଶ୍ରୀରାମ ଲକ୍ଷ୍ମଣ ଦଶରଥଙ୍କୁ ମାଗିଲେ। ଶ୍ରୋତାମାନେ ତାଙ୍କ ଗୀତ ଶୁଣି ବାରମ୍ବାର। ଶୁଣିବାକୁ କ୍ରମେ ଇଚ୍ଛା ବଢ଼ିଲା ଅପାର। ସମସ୍ତଙ୍କ ଚକ୍ଷୁ ମନ ଦୁହିଁଙ୍କ ପାଖରେ। ରହିଲା ଚିତ୍ତ ଯେ ଅନ୍ୟ ଆଡ଼କୁ ନ ଟଳେ। ଯେଉଁପରି କହିଥିଲେ ସତେ ଯେ ବାଲ୍ମୀକ ଗାଉଛନ୍ତି ସେହିପରି ସେ ଦୁଇ ବାଳକ। ଆଦ୍ୟରୁ ଆରମ୍ଭ କରି ବିଂଶ ସର୍ଗ ଶେଷ। ହନ୍ତେ ଅପରାହ୍ନ ରାମ ହୋଇଲେ ସନ୍ତୋଷ। ସନ 18,000 ଦିଅ ଏ ଦୁହିଁଙ୍କୁ। ଆଉ ଏ ଯାହା ମାଗିବେ ତାହା ଦେବତାଙ୍କୁ। ଶ୍ରୀରାମଚନ୍ଦ୍ରଙ୍କ ମୁଖୁ ଶୁଣିଣ ବଚନ। ସ୍ୱର୍ଣ୍ଣାଗାରୁ ଭରତ ଯେ ଦେଲେ ସୁବର୍ଣ୍ଣ। ଲବକୁଶ ଗ୍ରହଣ ନ କରିଲେ ସୁବର୍ଣ୍ଣ। ଭରତଙ୍କୁ ସେହି ଦୁହେଁ କହିଲେ ବଚନ। କି ହେବ ଆମ୍ଭର ସ୍ୱର୍ଣ୍ଣ ଆମ୍ଭେ ବନବାସୀ। ଫଳମୂଳ ନିତ୍ୟ ଖାଇ ଆତ୍ମାକୁ ସନ୍ତୋଷୀ। କରିଅଛୁ ଆମ୍ଭେ ମୁନି ବ୍ରତକୁ ଧାରଣ। ବନେ କି କରିବୁ ନେଇ ଏସବୁ ସୁବର୍ଣ୍ଣ। ଏକଥା ଶୁଣି ଶ୍ରୀରାମ ଆଉ ଶ୍ରୋତାମାନେ ବିସ୍ମୟ ବିମୂଢ଼ ହୋଇଲେ ଯେ ମନେ ମନେ। ପଚାରିଲେ ଗ୍ରନ୍ଥର ପରିମାଣ କେତେ। କିଏ କବି କହ ତାହା ଆମ୍ଭର ଗ୍ରତେ। ଏହା ପଚାରନ୍ତେ ରାମ ଲବକୁଶ ବେନି। ବୋଇଲେ କବି ଏଥିର ବାଲ୍ମୀକି ଯେ ମୁନି। ଏଥିରେ ଆପଣଙ୍କର ଚରିତ ସମସ୍ତ ବର୍ଣ୍ଣନା କରିଅଛନ୍ତି ଆହେ ନରନାଥ। 24,000 ଶ୍ଲୋକେ ସମ୍ପୂର୍ଣ୍ଣ। 100 ଉପାଖ୍ୟାନ ଅଛି ନୃପରାଣ। ଆଦ୍ୟରୁ ମହାକାବ୍ୟ ଯେ ଉତ୍ତର ପର୍ଯ୍ୟନ୍ତ। ସପ୍ତଗୋଟି କାଣ୍ଡେ ହୋଇ ଅଛି ସମାପତ। କରିଛନ୍ତି 500 ସର୍ଗରେ ବିଭାଗ। ସେ ମହର୍ଷି ଆମ୍ଭ ଗୁରୁ ଆହେ ମହାଭାଗ। କହି ଏହା ଦୁଇ ଭାଇ ହୋଇଲେ ମୌନ। ବର୍ତ୍ତମାନ ଯାଅ ତୁମ୍ଭେ ବୋଇଲେ ଶ୍ରୀରାମ। ସନ୍ଧ୍ୟା ତର୍ପଣ କରିଣ ଗଲେ ରଘୁନାନ। ଲବକୁଶ କୁଟୀରକୁ କଲେ ଆଗମନ। ଫଳମୂଳ ଖାଇ ତହିଁ ସୁଖେ ନିଦ୍ରା ଗଲେ। ପରଦିନ ସୂର୍ଯ୍ୟୋଦୟ ସମୟେ ଉଠିଲେ। ଏହି ସମୟରେ ରାମ ସାରି ପ୍ରାତକୃତ୍ୟ। ଯଜ୍ଞଶାଳେ ସିଂହାସନେ ବିଜେ କଲେ ଶ୍ଵେତ। ପାତ୍ର ମନ୍ତ୍ରୀ ଆଦି ନୃପ ସେଠାରୁ ଅଇଲେ। ଲବକୁଶ ଘେନି ପୋଥି ଯାଇ ପହଞ୍ଚିଲେ। ଦେଖିଣ ଦୁହିଁଙ୍କୁ ରାମ କହିଲେ କବଶ। କାଲିଥିବା ଠାରୁ ପଢ଼ି ସର୍ବମନ ତୋଷ। ଶୁଣିଣ କୁମରେ ବସି ପୋଥି ଫିଟାଇଲେ। ମୁନି କହିବାର ପରି ସୁସ୍ୱରେ ଗାଇଲେ। ବିଶ୍ୱାମିତ୍ର ତପସ୍ୱୀ
ରାମ ଲକ୍ଷ୍ମଣ ନେଇ ତାଡ଼କା ବିନାଶୀ ରାମ ହସ୍ତେ ତପି ସାଇ ଯଜ୍ଞ ଶେଷ କରି ବିଶ୍ୱାମିତ୍ର ମୁନିବର ରାମ ଲକ୍ଷ୍ମଣଙ୍କୁ ନେଇ ଗଲେ ମିଥିଳାର ଅହଲ୍ୟାକୁ ପାଷାଣ ତାରିଲେ ପଥସ୍ଥଳେ ଧନୁ ଭାଙ୍ଗି ମିଥିଳାରେ ସୀତା ବିଭା ହେଲେ ଆସନ୍ତେଣ ପରଶୁରାମ ଓଗାଳିଲେ ପଥ ଚୂର୍ଣ୍ଣ କଲେ ଦର୍ପ ତାଙ୍କ ପ୍ରଭୁ ରଘୁନାଥ ଦଶରଥ ରାଜା ଅଯୋଧ୍ୟା ପ୍ରବେଶ ହେଲେ ଭରତ ଦେଖିବା ପାଇଁ ଅଜାଘର ନେଲେ ରାମଙ୍କୁ ରାଜା କରିବା ବିଚାରି ରାଜ୍ୟରେ ଅଭିଷେକ ଦ୍ରବ୍ୟମାନ ନିର୍ଭା କରିଥିଲେ ଗୁପ୍ତେ ମନ୍ଥରା କୈକେୟୀ ଶିଖାଇଲା ଗୁପ୍ତେ ମନ୍ଥରା କୈକେୟୀ ଯେ ଶିଖାଇଲା ଦଶରଥଙ୍କୁ କପଟେ ସତ୍ୟ କରାଇଲା କୈକେୟୀ ବାକ୍ୟରେ ରାମଚନ୍ଦ୍ର ଗଲେ ବନ ସଙ୍ଗରେ ଗଲେ ତାହାଙ୍କ ଜାନକୀ ଲକ୍ଷ୍ମଣ ଏଣେ ଦଶରଥ ରାମ ନ ଦେଖିଣ ମଲେ ବଶିଷ୍ଠ ତାହାଙ୍କୁ ତୈଳ ଭଣ୍ଡାରେ ରଖିଲେ ଶୁଣି ଦୂତ ମୁଖ ବାର୍ତ୍ତା ଭରତ ଆସିଲେ ପ୍ରଭୁ ରାମଚନ୍ଦ୍ର ବନ ଯିବାର ଶୁଣିଲେ ପିତା ଦଶରଥ ଶବ ତୈଳ ମଧ୍ୟେ ଥିଲେ ତହିଁରୁ କାଢ଼ି ତାହାଙ୍କୁ ଦହନ କରିଲେ ସର୍ବକର୍ମମାନ ଦୁଃଖିତରେ କରି ଶେଷ ବଶିଷ୍ଠାଦିଙ୍କୁ ଘେନିଣ ଗଲେ ରାମ ପାଶ ବହୁ ବିନୟ କହିଲେ ଭରତ ରାମଙ୍କୁ ତଥାପି ରାମ ନଇଲେ ନ ଲଙ୍ଘି ସତ୍ୟକୁ ରାମଙ୍କ ପାଦୁକା ନେଇ ଭ୍ରତ ବାହୁଡ଼ିଲେ ଅଯୋଧ୍ୟା ନ ଯାଇ ନନ୍ଦୀ ଗ୍ରାମରେ ରହିଲେ ବରଷେ ଚିତ୍ରକୂଟରେ ରହିଲେ ଶ୍ରୀରାମ ପୁରିଲା ନାନା କୌତୁକେ ଦିନ ଯେ ସେମାନ ଜାନ୍ତେ ରଘୁନାଥ ଚିତ୍ର କୂଟଗିରି ତେଜି ଆସି ବିରାର୍ଦ ରାକ୍ଷସ ପଥକୁ ନିରୋଧି ତାର ବାହୁ ଛେଦି ରାମ ତାକୁ ମୁଖ୍ୟ କଲେ ବୁଲି ନାନା ତୀର୍ଥେ 10 ବର୍ଷ କଟାଇଲେ ହେଲେ ଅତ୍ରି ଋଷିଙ୍କର ଆଶ୍ରମେ ପ୍ରବେଶ ତହୁଁ ଜାନକୀ ପାଇଲେ ଅମଳାନ ବାସ ପଞ୍ଚବଟୀ ବନେ ରହିଲେ କତିନି ଜଣ କଟାଇଲେ 3 ବର୍ଷ ସୁଖରେ ଥାଇଣ ସୁପନଖା ମାୟା ରୂପେ ଆସିଲା ସେଠାକୁ ଗିଳିବାକୁ ବାହାରିଲା ସତୀ ଜାନକୀଙ୍କୁ ଦେଖି ଲକ୍ଷ୍ମଣ କାଟନ୍ତେ ତାର ନାକ କାନ ଖର ଦୂଷଣ ତ୍ରିଶିରା ଆସିଲେ ବହନ ରାମଙ୍କ ସରେ 14 ସହସ୍ର ରାକ୍ଷସ ଖର ସହିତରେ ଯାହୁଁ ହୋଇଲେ ବିନାଶ ଭୟ ସୁପର୍ଣ୍ଣଖା ସେଠାବରୁ ପଳାଇଲା ଲଙ୍କାପୁରେ ରାବଣର ନିକଟେ କହିଲା ବୋଇଲା ଭୋ ଦେଖ ଭାଇ ଅବସ୍ଥା ମୋହର ତୁମ୍ଭେ ଥାଉଁ ଥାଉଁ ଏହି ଦଶା ହେଲା ମୋର ଅଯୋଧ୍ୟା ଦେଶରେ ଘର ନାମ ରାମଚନ୍ଦ୍ର
ସାନ ଭାଇ ଭାରି ଯାକୁ ଘେନିଣ ବୀରେନ୍ଦ୍ର ଦଣ୍ଡକା ଅରଣ୍ୟେ ଆସି କରିଣ କୁଟୀର ସେଠାରେ ରହିଅଛନ୍ତି ତପସ୍ୱୀ ବେଶର ଦେଖିଲି ତାହାରି ନାରୀ ଅପୂର୍ବ ସୁନ୍ଦରୀ ରମ୍ଭା ଉର୍ବଶୀ ମେନକା ନ ହୋଇ ବେଶରୀ ଦୁର୍ଗା ଲକ୍ଷ୍ମୀ ତା ଶୋଭାକୁ ସମାନ ନହିବେ ତୁମ୍ଭ ମନ୍ଦୋଦରୀ ତାର ଦାସୀ ଯେ ହୋଇବେ ଦେବ ନର ନାଗ କନ୍ୟା ଯେତେ ଲଙ୍କାପୁରେ ନ ହେବେ ସମାନ ତାର ରୂପକୁ ସଂସାରେ ବଦନ ଚନ୍ଦ୍ରକୁ ଜିଣି ଓଷ୍ଠବାଳ ରବି କ୍ଷୀଣ କଟି ପିନସ୍ତନି କରି ଗତି ଛବି ଚୂନ ନୀଳ କୁନ୍ତଳ ଯେ ପୃଷ୍ଠେ ଶୋଭେ ବେଣୀ ବସି କେତେ କାଳ ତାକୁ ଗଢ଼ିଲା ବିନ୍ଧାଣୀ ତାକୁ ଦେଖି ଭାବିଲି ମୁଁ ବଳୟାକୁ ନେବି ତାହାକୁ ମୁହିଁ ତୁମ୍ଭଙ୍କୁ ଉପହାର ଦେବି ଲଙ୍କାପୁରର ମଣ୍ଡଣୀ ହେବ ସେହି ନାରୀ ତେଣୁ ତାହାର ପାଶକୁ ଏକା ହୋଇଗଲି ବଡ଼ ଭାଇ ଆଜ୍ଞା ଦେଲା ଲକ୍ଷ୍ମଣ ଅନୁଜ ମୋ ନାଶାକ ନ ଛେଦିଲା ନ କରି କ୍ରୋଧ ତହୁଁ ଖର ଦୂଷଣକୁ ଆସି ଜଣାଇଲି ମୋ ଦଶା ଦେଖି କରି ସେ ସୈନ୍ୟ ସଜ କରି 14,000 ସୈନ୍ୟ ସଙ୍ଗତରେ ନେଇ ରାମଙ୍କ ସହିତ ଯୁଦ୍ଧ କରିଲେ ସେ ଯାଇ କରିଲା ସଭିଙ୍କୁ ସେହି ସମରେ ନିହତ ପ୍ରାଣ ଭୟେ ତୁମ୍ଭ ଠାର ଆସିଲି ତୁରିତ ରକ୍ଷା କର ସମ୍ମାନ ମୋ ଯାଇଣ ସେଠାକୁ ଆଣ ତାହାର ଭାରି ଯା ଧରିଣ ଏଠାକୁ ରାବଣ ସମ୍ମତ ହେଲା ଶୁଣି ମନ୍ଦୋଦରୀ ହସ୍ତ ଯୋଡ଼ି ବୋଲେ ଆହେ ଦେବଙ୍କ ବୈରୀ ପୂର୍ବ ସାପ କଥା ମନୁ ଗଲା କି ପାଶୋର ସୀତା ହରଣରେ ମୃତ୍ୟୁ ହୋଇବ ତୁମ୍ଭର କ୍ରୋଧେ ନ ଶୁଣି ରାବଣ ଜାନ ଆରହିଲା ମାରିଚ ପାଶରେ ଯାଇ ସମସ୍ତ କହିଲା ମାରିଚ ବୋଇଲା ତାର ଭୟେ ମୋହି ଜୀବନ ଘେନି ରହିଛି କୁଟୁମ୍ବ ମରାଇ ଅଗ୍ନି ସମ ସର ତାର ଯମ ସମ ତେଜ ଦ୍ୱନ୍ଦ୍ୱ ତା ସଙ୍ଗେ ନ କର ଆହେ ରକ୍ଷ ରାଜ କଲେ ସବଂଶେ ମରିବ ଶୁଣିଣ ରାବଣ ବୋଇଲା ଭୟ ତୁ ମୋତେ ଦେଖାଉ ଅଧମ ମାରିଚ ରାବଣ ଡରେ ସ୍ୱର୍ଣ୍ଣ ମୃଗ ହେଲା ରାବଣ ତାହାକୁ ରଥେ ବସାଇ ଆଣିଲା ଲୁଚି ରହି ମାରିଚକୁ ବନେ ଛାଡ଼ି ଦେଲା ରାମପନ୍ନ କୁଟି ଆଗେ ମାରିଚ ମିଳିଲା ମନୋହର ଅଙ୍ଗ ଭଙ୍ଗି କରି ନୃତ୍ୟ କଲା ଦେଖି ସୀତାଙ୍କର ମୃଗେ ଶରଧା ହୋଇଲା ରାମ ତାକୁ ଧରିବାକୁ ଯହୁଁ ଗୋଡ଼ାଇଲେ ତହୁଁ ମାୟା ମୃଗ ବହୁ ଦୂର ତାଙ୍କୁ ନେଲେ ଶ୍ରମ ପାଇ ଶର ତାକୁ ମାରନ୍ତେ ଶ୍ରୀରାମ ରାମ ସ୍ୱରରେ ଡାକିଲା
ରଖ ହେ ଲକ୍ଷ୍ମଣ। ସୀତା ସେହି ଡାକ ଶୁଣି ବିକଳ ହୋଇଲେ, ବହୁକୁ ବାକ୍ୟ କହିଣ ଲକ୍ଷ୍ମଣେ ପେଶିଲେ। ଜାନ୍ତେ ଲକ୍ଷ୍ମଣ ରାବଣ ଯୋଗୀ ବେଶ ଧରି, କୁଟୀରରୁ ଜାନକୀକୁ ବଳେ ନେଲା ହରି। ଦେଖି ଜଟାୟୁ ରାବଣ ସଙ୍ଗରେ ଯୁଝିଲା, ରାବଣ ତାର ଖଡ଼ଗେ ଡେଣାକୁ କାଟିଲା। ଆକାଶେ ତହୁଁ ବିମାନେ କରନ୍ତେ ଗମନ, ଅଙ୍ଗରୁ କାଢ଼ିଲେ ସତୀ ଅଳଙ୍କାର ମାନ। ବାନ୍ଧି ଉତ୍ତରୀରେ ତାକୁ ଫିଙ୍ଗିଲେ ତଳକୁ, ଦୈବ ବଶରେ ପାଇଲେ ସୁଗ୍ରୀବ ତାହାକୁ। ଫିଟାଇ ଦେଖିଲେ ତାହା ଅଟେ ରତ୍ନହାର, ସଯତ୍ନେ ନେଇ ତାହାକୁ ରଖିଲେ କୁଟୀର। ସୀତା ଘେନିଣ ରାବଣ ସିନ୍ଧୁ ପାର ହେଲା, ଅଶୋକ ବନେ ବନ୍ଦିନୀ କରିଣ ରଖିଲା। ଏଣେ ରାମ କୁଟୀରରେ ସୀତାଙ୍କୁ ନ ଦେଖି, ନିବିଡ଼ ବନ ପର୍ବତେ ଖୋଜିଲେ ନିରେଖି। ଜାନକୀ ନ ଦେଖି ବହୁ ହୋଇଲେ ବିକଳ, ନେତ୍ର ଯୁଗକୁ ବହିଲା ଅଶ୍ରୁ ଅନର୍ଗଳ। ଶୋକେ କାନ୍ଦି ଯାନ୍ତେ ପଥେ ଭେଟିଲେ ଜଟାୟୁ, ସେହି କହିଲା ସୀତାଙ୍କୁ ନେଲା ଲଙ୍କରାହୁ। ଏହା କହିଣ ଜଟାୟୁ ଛାଡ଼ିଲା ଜୀବନ, ଶ୍ରୀରାମ ତାହାଙ୍କୁ ତହିଁ କରିଣ ଦହନ। ବିଜେ କଲେ ସେ ସ୍ଥାନରୁ ଅତ୍ୟନ୍ତ ଶୋକରେ, ପଡ଼ିଲେ କବନ୍ଧ ରାକ୍ଷସର ହାବୁଡ଼ରେ। ତାକୁ ବଧନ୍ତେ ସେ ଦିବ୍ୟ ରୂପକୁ ଧଇଲା, ତୁମ୍ଭ ଭାର୍ଯ୍ୟା ଦୋଷ ଶିର ନେଲା କହିଗଲା। ସେଠାବରୁ ଦୁଇ ଭାଇ ଅତି ଦୁଃଖେ ଗଲେ, ଗୋପାଳ ମାନଙ୍କ ଗୋଷ୍ଠ ନିକଟେ ମିଳିଲେ। ତୃଷାରେ ମଣିକି ଦେଇ ମାଗିବାରୁ କ୍ଷୀର, ବୋଇଲେ ଗୋପାଳେ କିଏ ଜାଣେ କି ପଥର। ଶୁଣି ଲକ୍ଷ୍ମଣ ଦୁଧକୁ କରନ୍ତେ ରକତ, ଭୟେ ଦୁଧ ଦେଲେ ଆଣି ଗୋପାଳ ସମସ୍ତ। କ୍ଷୀର ଖାଇ ଦୁଇ ଭାଇ ଭେଟିଲେ ସବରି, ମୋକ୍ଷ କରି ତାକୁ ପମ୍ପା ସରକୁ ସେ ଯାଇ। ଶେଷର ଜଳରେ ଚକ୍ର ବାକି ଚକ୍ରବାକ, କ୍ରୀଡ଼ା କରିବାରେ ଦେଖି ଶ୍ରୀ ରଘୁନାୟକ। ସୀତାଙ୍କ ବାର୍ତ୍ତା ପୁଛନ୍ତି ଅତି ଆର୍ତ୍ତ ହୋଇ, ଶୁଣି ଚକ୍ରବାକ ନିଜ ମନେ ରାଗ ବହି। କହନ୍ତେ ରାମଚନ୍ଦ୍ରଙ୍କୁ ଅତି କଟୁବାଣୀ, ରାମ ସାପ ଦେଇ ଗଲେ ଋଷ୍ୟ ମୁଖେ ପୁଣି। ସେଠା ବଳେ ହନୁମନ୍ତ ତାହାଙ୍କୁ ଦେଖିଲେ, ଦେଇ ନିଜ ପରିଚୟ ସୁଗ୍ରୀ ଭେଟାଇଲେ। ଦୁଇ ଜଣ ନିଜ ଦୁଃଖ ହେଲେ କୁହାକୁହି, ମୈତ୍ର ହୋଇଲେ ଅଗ୍ନି ସାକ୍ଷୀ କରି ତହିଁ। ଅଳଙ୍କାରକୁ ଅଣାଇ ସୁଗ୍ରୀବ ରାଜନ, ଦିଅନ୍ତେ ଶ୍ରୀରାମ ଦେଖି କଲେ କ୍ରନ୍ଦନ। ମାରିବାକୁ ବାଳି ବୀର ସମ୍ମତ ହୋଇଲେ, ସୁଗ୍ରୀବର ସେ କଥାରେ ଆଶଙ୍କା କରିଲେ। ଅଙ୍ଗୁଷ୍ଠି ଅଗ୍ରେ ଫିଙ୍ଗିଲେ ଦୁନ୍ଦୁଭି ହାଡ଼କୁ, ଛେଦି ଦେଲେ କଷରେ
ସେ ସପ୍ତଶାଳକୁ। ବାଳିବୀରକୁ ସଂହାରି ରଘୁକୁଳ ନାଥ, ସୁଗ୍ରୀବକୁ କିଷ୍କିନ୍ଧ୍ୟାରେ କରି ଅଭିଷେକ। ଆପଣେ ରହିଲେ ଯାଇ ଗିରିମାଲ୍ୟବନ୍ତ, ତହିଁ ଚତୁର୍ମାସ୍ୟା 4 ମାସ ହେଲା ଗତ। ଚାରିଦିଗକୁ ସୁଗ୍ରୀବ ଦୂତ ପେଶି ଦେଲା, ହନୁମାନ ଦକ୍ଷିଣ ଦିଗକୁ ଯାଇଥିଲା। ସମୁଦ୍ର ଲଙ୍ଘି ଲଙ୍କାରେ ପ୍ରବେଶ ଯେ ହେଲା, ଦେଖି ସୀତାଙ୍କୁ ଅତ୍ୟନ୍ତ ହରଷ ହୋଇଲା। ମୁଦ୍ରିକା ଦେଇଣ ତାଙ୍କ ଠାରୁ ଆଣି ମଣି, ଘେନିଣ ଶୂନ୍ୟ ମାର୍ଗରେ ଆସିଲା ପାବନି। ଖାଇ ମଧୁବନେ ଫଳ ବୃକ୍ଷକୁ ଭାଙ୍ଗିଲା, ସୈନ୍ୟ ସହ କ୍ଷୟକୁ ମାରନାଶ କଲା। ପୋଡ଼ି ଦେଇ ଲଙ୍କା ନଗର ବାହାରି ଅଇଲା, ଅଙ୍ଗଦ ଆଦି କପିଙ୍କି ଆଶ୍ୱାସନା ଦେଲା। କହିଲା ରାମଙ୍କ ଆଗେ ସକଳ ବୃତ୍ତାନ୍ତ, ମଣି ଚିହ୍ନି ରଘୁନାଥ କାନ୍ଦିଲେ ବିଶେଷ। ରୁକ୍ଷ କପି ସୈନ୍ୟ ସିନ୍ଧୁ କୂଳେ ହେଲେ ଯାଇ, ରାବଣକୁ ତାର ଦୂତେ କହନ୍ତି ବୁଝାଇ। ବିଭୀଷଣ ତାକୁ ହିତ କହିଲେ ବହୁତ, ପଦାଘାତେ ଅପମାନ ଦିଅନ୍ତେ ଲଙ୍କନାଥ। ଘେନି 4 ମନ୍ତ୍ରୀ ସଙ୍ଗେ ଆସି ବିଭୀଷଣ, ଶ୍ରୀରାମ ପାଦ ପଦ୍ମରେ ପଶିଲା ଶରଣ। ସିନ୍ଧୁକୁ ରାମ ବହୁତ ସ୍ତବ ସ୍ତୁତି କଲେ, ଧନୁକୁ ଧରନ୍ତେ କୋପେ ବରୁଣ ଅଇଲେ। ବନ୍ଧ ବାନ୍ଧିବା ଉପାୟ ତାଙ୍କୁ କହିଦେଇ, ବରୁଣ ରାଜା ଗଲେ ଅନ୍ତର୍ଧ୍ୟାନ ହୋଇ। ନଳ ଛୁଅନ୍ତେ ପର୍ବତ ଜଳରେ ଭାସିଲା, ସତେ ଯୋଜନ ଏପରି ସେତୁ ବନ୍ଧ ହେଲା। ରାମଚନ୍ଦ୍ର ସୈନ୍ୟ ସହ ସେତୁ ପରେ ଗଲେ, ଗଡ଼ କରିଣ ସୁବଳ ପର୍ବତେ ରହିଲେ। ଏ ଉତ୍ତାରୁ କପି ସୈନ୍ୟ କଳିବା ପାଇଁକି, ରାବଣ ପେଶିଲା ଶୁକ ସାରଣ ମନ୍ତ୍ରୀ କି। ଶୂନ୍ୟ ରହିଣ ବିମାନ ମଧ୍ୟରେ ରାବଣ, ଗଣୁଥିଲେ ପର୍ବତରେ ରାମଙ୍କର ସୈନ୍ୟ। ବିଭୀଷଣ କହିବାରୁ ମାଇଲା ଗଦାଏ, ହନୁମନ୍ତ ଧୋଇଲା ତା ବଢ଼ାଇଣ କାଏ। ଶ୍ରୀରାମ ସରକେ ଲକ୍ଷ ଛତ୍ର କାଟିଦେଲେ, ରାବଣ ପଳାଇ ଗଲା ତହୁଁ ଅତି ଖରେ। ବିଦ୍ୟୁଜିହାକୁ ଡକାଇ ତହୁଁ ଆଜ୍ଞା ଦେଲା, ରାମ ଶିର ଧନୁ କରି ଆଣତୁ ବୋଇଲା। ମାୟା ମୁଣ୍ଡ ଦେଖାଇଲା ବୈଦେହୀଙ୍କ ପାଶ, ଦେଖି ଜାନକୀ କାନ୍ଦିଲେ କରିଣ ବିଶ୍ୱାସ। ଏ ଉତ୍ତାରୁ କପି ସୈନ୍ୟ 4 ଭାଗ ହୋଇ, ଗଡ଼ ଦ୍ୱାରେ ରହିଲେ ଯେ ଶାଳ ଶିଳା ନେଇ। ରାମଚନ୍ଦ୍ର ଡାକି ଅଙ୍ଗଦକୁ ପତ୍ର ଦେଇ, ପଠାଇଲେ ରାବଣ ପାଶକୁ ମୁଦ ଦେଇ। ଅଙ୍ଗଦ ସଙ୍ଗେ ରାବଣ କଲା କକଳହ, ଭାଙ୍ଗିଲା ଜଗତି ଚାଳ ବାଳିବୀର ପୁଅ। ତତ୍ପରେ ଅସୁର ଗଣେ ଗଲେ ଘୋର ଯୁଦ୍ଧ,
ସେହି ରାତ୍ରେ ଯଜ୍ଞ ଶତ୍ରୁ ହୋଇଲେ ସେ ବଧ। ପରାଜିତ ହେଲା ଇନ୍ଦ୍ର ଜିତ ଦୈତ୍ୟ ରାଣ। ତ୍ରୟୋଦଶ ସେନାପତି ହେବାରୁ ମରଣ। ପୁତ୍ର ନିମନ୍ତେ ରାବଣ ବହୁ ଶୋକ କଲା। ପୁଣି ହନୁ ଆଜ୍ଞା ପତ୍ର ନେଇଣ ଚଳିଲା। ରାବଣ ପଡ଼ନ୍ତେ ତାକୁ କ୍ରୋଧରେ କହି, ରାମ ମୋତେ ଜିଣି ନେଉ ତାର ବୈଦେହୀ। ରାବଣ ଇନ୍ଦ୍ରଜିତକୁ ସମରେ ପେଶିଲା। ସେ ଆସି ବହୁତ ରକ୍ଷ କପିହତ କଲା। ସର୍ବଶେଷେ ନାଗ ପାଶେ ଶ୍ରୀରାମ ଲକ୍ଷ୍ମଣେ। ବନ୍ଧନ କରି ଚଳିଲା ଆପଣା ଭୁବନେ। ଏହା ଦେଖି କପିମାନେ ବହୁ ଶୋକ କଲେ। ରାମଚନ୍ଦ୍ର ଗରୁଡ଼କୁ ସୁମରଣା କଲେ। ସେ ଆସନ୍ତେ ନାଗ ଫାଶ ପଳାଇଣ ଗଲା। ଏହା ଶୁଣି ଲଙ୍କପତି ବିସ୍ମୟ ହୋଇଲା। ଅକମ୍ପନ ବଜ୍ରଦ୍ରଷ୍ଟ ଧୂମ୍ରାକ୍ଷ ପ୍ରହସ୍ତ। ଏ ଚାରି ବୀରଙ୍କୁ ଯୁଦ୍ଧେ ପେଶିଲା ତ୍ୱରିତ। ପ୍ରତିଜ୍ଞା କରି ଏମାନେ ଯାଇ ରଣ କଲେ। ରକ୍ଷବାନରଙ୍କ ହାତେ ପ୍ରାଣକୁ ତ୍ୟଜିଲେ। ଚାରି ବୀରଙ୍କ ମରଣ ଶୁଣି ଦଶାନନ। ବାହାରିଲା ଯୁଦ୍ଧ ପାଇଁ ଅତ୍ୟନ୍ତ କୋପେଣ। ଅନେକ ରକ୍ଷକ କପିଙ୍କୁ ରଣରେ ମାରିଣ। ଦେଖି କରି ଆଗ ଭର ସାନୁଜ ଲକ୍ଷ୍ମଣ। ନ ପାରି ଯୁଦ୍ଧରେ ବଜ୍ର ଶକ୍ତି ଯେ ମାରିଲା। ମୋହ ଜାନ୍ତେ ନେବା ଅଭି ପ୍ରାୟ ତୋଳୁଥିଲା। ଏ ସମୟ ହନୁମାନ ପଛଆଡ଼ୁ ଯାଇ, ବଜ୍ର ସମ ବିଧାୟକ ମାଇଲାନି ଠାଇ। ରାବଣ ଦୂତଙ୍କୁ ଦେଲା ଆଦେଶ ଯାଇଣ। କୁମ୍ଭକର୍ଣ୍ଣକୁ ଉଠାଇ ଆଣ ହୋ ବହନ। ରାଜାଜ୍ଞ ପାଇଣ କୁମ୍ଭ କର୍ଣ୍ଣ ପାଶେ ଗଲେ। ଅତି କଷ୍ଟରେ ତାହାର ନିଦ୍ରାକୁ ଭାଙ୍ଗିଲେ। ସବୁ କଥା କହି ତାକୁ ଯୁଦ୍ଧକୁ ପେଶିଲା। ରାମସରେ କୁମ୍ଭକର୍ଣ୍ଣ ପରାଣ ତେଜିଲା। କୁମ୍ଭକର୍ଣ୍ଣ ମରିବାର ଶୁଣିଣ ରାବଣ। ପଡ଼ିଲା ଭୂମିରେ ଦେହେ ନ ରହିଲା ଜ୍ଞାନ। ଏହା ଦେଖି ଅତି କାୟ ପୁଣି ଦେବାନ୍ତକ। ମହୋଦର ମହାପାର୍ଶ୍ୱ ବୀର ନରାନ୍ତକ। ତ୍ରିଶିରାଏ ଛବୀର ପ୍ରତିଜ୍ଞା କରିଲେ। ତାହାଙ୍କୁ ଯୁଦ୍ଧେ କପି ଯେ ମାରି ପକାଇଲେ। ଏହାଙ୍କ ମରଣ ଶୁଣି କାନ୍ଦନ୍ତେ ରାବଣ। ଇନ୍ଦ୍ରଜିତ ବାହାରଲା ପ୍ରତିଜ୍ଞା କରିଣ। ବ୍ରହ୍ମଶର ପେଶି ରୁକ୍ଷ କପିଙ୍କୁ ମାଇଲା। ରାମ ଲକ୍ଷ୍ମଣ ଦୁହିଁଙ୍କି ମୋହେ ପକାଇଲା। ବିଭୀଷଣ ଲୁଚିଲାକ ପର୍ବତ ଗୁହାରେ। ହନୁମନ୍ତ ପଡ଼ିଥିଲା କେବଳ ଛଦ୍ମରେ। ସେ ଦୁହେଁ ଯାଇ ସୁଷେଣ ନିକଟେ ମିଳିଲେ। ତାହାର ଆଦେଶେ ହନୁ ଔଷଧି ଆଣିଲେ। ସେ ଗନ୍ଧେ ମୋହ ତେଜିଲେ ଦୁଇ ସହୋଦର। ଆବର ପ୍ରାଣ ପାଇଲେ ରୁକ୍ଷ କପିବର। ଅସୁରେ ନିଶ୍ଚିନ୍ତେ ହୋଇ
ରାତ୍ରେ ଶୋଇଥିଲେ। ସୁଗ୍ରୀବେ ବାକ୍ୟବାନର ପାଚେରୀ ଡେଇଁଲେ। ଅସୁରମାନଙ୍କ ଘରେ ଲଗାଇଲେ ଅଗ୍ନି। ଯେ ଘରୁ ବାହାରେ ମାରି ପକାଇଲେ ପୁଣି। ବିଷମ ଯୁଦ୍ଧ ଲାଗିଲା ମଲେ ବହୁ କପି। ଅନେକ କପି ମାଇଲେ ଅସୁରଙ୍କୁ କୋପି। ପ୍ରଜଙ୍ଘ ଯେ ଶୁଣି ତାକ୍ଷ ଯୁପାକ୍ଷ କମ୍ପନ। କୁମ୍ଭ ସହିତ ହୋଇଲେ ସେ ଯୁଦ୍ଧେ ନିଧନ। ନିକୁମ୍ଭ ଅସୁର ଦେଖି ଭାଇର ମରଣ। ରଣ କରି ହନୁ ହାତେ ଦେଲା ସେହି ପ୍ରାଣ। ଏମାନଙ୍କ ମରଣ ଶୁଣିଣ ଦଶ ଶିର। ଶୋକେ ମକ ରାକ୍ଷସକୁ ପେଶିଲା ସତର। ଗୋରୁ ଚର୍ମ ଗୁଡ଼ାଏ ସେ ରଥେ ଗୁଡ଼ାଇଲା। ଧେନୁ ବୃଷ ବତ୍ସା ରଥ ଉପରେ ରଖିଲା। ବସି ସେ ରଥେ ଯୁଦ୍ଧକୁ କଲା ଗମନ। ଅଗ୍ନି ସରେ ତାକୁ ପୋଡ଼ି ଦେଲେ ଯେ ଶ୍ରୀରାମ। ମକରାକ୍ଷ ବଧ ବାର୍ତ୍ତା ଶୁଣି ଲଙ୍କନାଥ। ବୀରଙ୍କର ଗୁଣ ସ୍ମରି କାନ୍ଦିଲା ଅନେକ। ତରଣୀ ସେ ନର କଥା ତା ମନେ ପଡ଼ିଲା। ତାହାକୁ ଡାକିଣ ଯୁଦ୍ଧ ସ୍ଥଳକୁ ପେଶିଲା। ବିଭୀଷଣ ପୁତ୍ର ଅଟେ ବିଷ୍ଣୁଙ୍କ ଭକତ। ଶ୍ରୀରାମଙ୍କ ସଙ୍ଗେ ରଣ କଲା ବହୁତ। ସ୍ତୁତି କରୁଥାଏ ପୁଣି କରୁଥାଏ ରଣ। ବ୍ୟସ୍ତ ହୋଇଲେ ତା ଯୁଦ୍ଧେ ତହୁଁ ରାମ ରାଣ। ପୁଛନ୍ତି ବିଭୀଷଣକୁ ସେ କହିଲା ମାର। ତେଣୁ ରାମ ବ୍ରହ୍ମସରେ ଛେଦିଲେ ତା ଶିର। ରାମ ନାମ କହି ଗଡ଼ି ଗଡ଼ି ଗଲା ମୁଣ୍ଡ। ବିଭୀଷଣ ନେତ୍ରୁ ବହେ ଲୋତକ ପ୍ରଚଣ୍ଡ। ଭୂତଳେ ପଡ଼ିଣ ଯହୁଁ ହୋଇଲା ବିକଳ। ବହୁ ରୂପେ ସାନ୍ତ୍ୱନା ଯେ ଦେଲେ ରଘୁବର। ଏହାର ମରଣ ବାର୍ତ୍ତା ପାଇ ଦଶାନନ। ବୁଦ୍ଧି ନ ସ୍ଫୁରିଲା ଚିତ୍ତ ହେଲା ଛନ୍ନ ଛନ୍ନ। ପାଖ ଅସୁର ବୋଇଲେ ବିରସ କିମ୍ପାଇଁ। ବୀରବାହୁ ନାମେ ତୁମ୍ଭ ପୁତ୍ର ଏକ ଛଇଁ। ଅଣାଇ ଦେବ ପେଶନ୍ତୁ ତାହାକୁ ଯୁଦ୍ଧକୁ। ମାରି ଆସିବ ସେ ନିଶ୍ଚେ ନର ବାନରଙ୍କୁ। ରାକ୍ଷସଙ୍କ ଠାରୁ ଶୁଣି ତାକୁ ଅଣାଇଲା। ଗୌରବ କରିଣ ସର୍ବ ବିଷୟ କହିଲା। ରାବଣ ଆଦେଶେ ସେହି ଯୁଦ୍ଧକୁ ଗମିଲା। ନାସିଣ କପିଙ୍କି ଲକ୍ଷ୍ମଣକୁ ମୋହ କଲା। ଏହା ଶୁଣି ରାମ ଗଲେ ଯୁଦ୍ଧକୁ ସତର। ଦେଖି ବୀର ବାହୁ ସ୍ତୁତି କଲା କପାର। ଖଳ ପୁରୁଷ ରହିଲେ ବୀର ବାହୁ କଣ୍ଠେ। ଦୁର୍ବଳ ଯାଇ ରହିଲା ରାମଙ୍କ ସମୀପେ। ଲାଗିଗଲା ଘୋର ଯୁଦ୍ଧ ଦୁଇ ବୀରଙ୍କର। ମରିଲା ସେ ବୈଷ୍ଣବାସ୍ତ୍ରେ ରାମଙ୍କ ହସ୍ତର। ଭକ୍ତ ପ୍ରଧାନ ବୀର ବାହୁ ଭକ୍ତ ଯେ ଅଟଇ। ଶ୍ରୀରାମଙ୍କ ଶ୍ରୀଅଙ୍ଗରେ ଲୀନ ହେଲା ସେହି। ତହୁଁ ରାମ ବିଜେ କଲେ ନିଜ କୁଟୀରକୁ।
ସେନାପତି ମାନେ ଗଲେ ଆପଣା ସ୍ଥାନକୁ। ରାମ ଲକ୍ଷ୍ମଣ ସେ ରାତ୍ରେ ଦେଖିଲେ ସପନ, ନିଅନ୍ତି ଇନ୍ଦ୍ରଜିତକୁ ଯମଦୂତ ଗଣ। ବୀରବାହୁର ମରଣ ଶୁଣି ବିଂଶ ପାଣି, ବିକଳେ ଶୋକ କରିଣ ପଡ଼ିଲା ଅବନୀ। ଅନେକ ପ୍ରକାରେ ଇନ୍ଦ୍ର ଜିତ ବୁଝାଇଲା, ରାମଙ୍କୁ ମାରିବା ପାଇଁ ପ୍ରତିଜ୍ଞା କରିଲା। ସେହି ରାତ୍ରେ ପ୍ରମିଳା ଯେ ଇନ୍ଦ୍ରଜିତ ନାରୀ, କୁସ୍ୱପ୍ନ ଦେଖିଣ ପ୍ରାତେ କାନ୍ଦେ ଚିନ୍ତା କରି। ତାହାକୁ ପ୍ରବୋଧ ଦେଇ ବୀର ମେଘନାଦ, ସୈନ୍ୟଙ୍କୁ ଆଦେଶ ଦେଲା ବେଗେ ହୁଅ ସଜ। ନିଜେ ବୀର ବେଗରେ ଯେ ହୋଇଲା ସଜ୍ଜିତ, ନିକୁମ୍ଭିଲା ବଟ ପାଶେ ହେଲା ଉପସ୍ଥିତ। ପୂଜିଲା ସେଠାରେ ଅଗ୍ନି ତା ପୂଜା ନ ଦେଲେ, ବହୁ କ୍ରୋଧ କରି ତାକୁ ବର ଯେ ନ ଦେଲେ। କାତର ହୋଇ ଇନ୍ଦ୍ରାରୀ ଯୁଦ୍ଧ ସ୍ଥାନେ ଗଲା, ମାୟା ସୀତା କରି ରଥ ଉପରେ ସେ ନେଲା। ହନୁମନ୍ତ ସହ ବହୁ ଯୁଦ୍ଧ ସେ କରିଲା, ମାୟା ସୀତା ମୁଣ୍ଡ ଖଡ଼ଗରେ ହାଣି ଦେଲା। ହନୁ କହନ୍ତେ ସକଳେ କରିଲେ ରୋଦନ, ବିଭୀଷଣ ବଚନରେ ସର୍ବେ ସ୍ଥିର ଜାଣ। କହେ ବିଭୀଷଣ ପ୍ରଭୁ ଶୁଣ ମୋର ଗୀର, ଇନ୍ଦ୍ରଜିତ ରାବଣଠୁ ଅଟେ ମହାବୀର। ସେହି ବ୍ରହ୍ମାଙ୍କର ଠାରୁ ପାଇଅଛି ବର, ଅନାହାରେ ଚତୁର୍ଦ୍ଦଶ ବର୍ଷ କେହି ବୀର। ଆହାର ନିଦ୍ରା ମୈଥୁନ ସେ ଛାଡ଼ି ନଥିବ, ପବିତ୍ର ଋଷି ବ୍ରତରେ ଜୀବନ କାଟିବ। ଦିଗପାଳ ମାନବ ରୂପରେ ଦେହ ଧରି, ହୋଇଥିବ ଅବତାର ଏହି ମର୍ତ୍ତ୍ୟପୁରୀ। ତା ହସ୍ତେ ନିଧନ ହେବ ବୀର ଇନ୍ଦ୍ରଜିତ, ହରିହର ମଧ୍ୟ ମାରି ନ ପାରିବେ ସତ। ହେ ପ୍ରଭୁ ଲକ୍ଷ୍ମଣ ଏକା ମାରିବେ ଦଇତ, ସକ୍ଷମ ଅଟନ୍ତି ସେହି ପ୍ରଭୁ ରଘୁନାଥ। ଇନ୍ଦ୍ରଜିତ ତାଙ୍କ ହସ୍ତେ ଲଭିବ ମରଣ, ନ କରି ସଂଶୟ କର ଆଦେଶ ପ୍ରଦାନ। ବିଭୀଷଣ ବଚନରେ ଲକ୍ଷ୍ମଣକୁ ନେଲେ, ହନୁ ଆଦି ସେନାପତି ତାଙ୍କ ସହ ଗଲେ। ଅସୁରର ଯଜ୍ଞଶାଳ କରନ୍ତେ ବିନିଷ୍ଟ, ଆସ୍ଥାନ ଛାଡ଼ି ଉଠିଲା ଇନ୍ଦ୍ରଜିତ ଦୁଷ୍ଟ। ବିଭୀଷଣ କହେ ଦେବ ହୋମ କରେ ଦୈତ୍ୟ, ହୋମ ଶେଷ ହେଲେ ମାରି ନ ପାରିବେ ସତ୍ୟ। ଏହି ଦୁଇ ମହାକ୍ଷତ୍ରୀ କଲେ ଘୋର ରଣ, ସର୍ବଶେଷେ ଇନ୍ଦ୍ର ଅସ୍ତ୍ର ଧରିଲେ ଲକ୍ଷ୍ମଣ। ଶ୍ରୀରାମେ ସୁମରି ତାହା ଶୀଘ୍ର ଛାଡ଼ିଦେଲେ, ଇନ୍ଦ୍ରଜିତର ଶିରକୁ କାଟି ପକାଇଲେ। ଇନ୍ଦ୍ରଜିତ ମରଣକୁ ଶୁଣି ରଘୁନାଥ, କୋଳ କଲେ ଲକ୍ଷ୍ମଣକୁ ହୋଇ ହର୍ଷଚିତ୍ତ। ତତ୍ପରେ ସ୍ନାନାଦି କରି ଫଳମୂଳ ଖାଇ, ସକଳେ ଶୋଇଲେ ଶ୍ରମ ନିବାରିବା ପାଇଁ। ଇନ୍ଦ୍ରଜିତ ମୃତ୍ୟୁ କଥା ଶୁଣି ବିଂଶ ପାଣି, ହା ପୁତ୍ର କହିଣ ମୂର୍ଚ୍ଛା
ଗଲା ତତକ୍ଷଣି ମନ୍ଦୋଦରୀ ରାଣୀ ଶୁଣି ବିଳାପ କରିଲା। ଶୋକେ ପ୍ରମିଳା ଯେ ଅତି କାତର ହୋଇଲା। ଲଙ୍କାପୁରରେ କ୍ରନ୍ଦନ ରୋଳ ପଡ଼ିଗଲା। ସେଦିନ ରଜନୀ ଶୋକ ଦୁଃଖେ ପାହିଗଲା। ଇନ୍ଦ୍ରଜିତର ରମଣୀ ପ୍ରମିଳା ସୁନ୍ଦରୀ ସତୀ ସେହି ସତୀ ବ୍ରତ କରିବ ବିଚାରି। ଯାଇ ରାବଣ ପାଶରେ ପ୍ରବେଶ ହୋଇଲା। ଚରଣ ବନ୍ଦିଣ ଶୋକ ଭରେ ଠିଆ ହେଲା। ଶାଶୁକୁ କହିଲା ମାତ ଦିଅ ସ୍ୱାମୀ ଶିର। ଅଗ୍ନି ମଧ୍ୟ ଶିର ନେଇ ଝାସିବି ସତର। ପତି ଶିର ବିନା ମୋର ନାହିଁ ଅନ୍ୟ ଗତି। ବଚନ କହିଣ ମନ୍ଦ ଦରି ପ୍ରବୋଧନ୍ତି। ଆଗ ମାତ ଶଙ୍କା ତେଜି ଚଳତୁ ସତର। ଜହିଁଛନ୍ତି ରଘୁନାଥ ଜଗତ ଈଶ୍ୱର। ବିଭୀଷଣ ସୁଗ୍ରୀବ ଯେ ସେଠାରେ ଅଛନ୍ତି। ପିତା ସମାନ ସେମାନେ ମନୁ ତେଜ ଭ୍ରାନ୍ତି। ମହାବ୍ରହ୍ମ ଜ୍ୟୋତି ଅଟେ ବୀର ହନୁମନ୍ତ। ସ୍ୱାମୀ ଶିର ମାଗ ତୁହି ଯାଇଣ ତୁରିତ। ମନ୍ଦୋଦରୀ ବାକେ ସେହି ଗମିଲା ସତର। ସତୀ ଜାଣି ରାମ ତାକୁ କରିଲେ ଆଦର। ପରୀକ୍ଷା ସକାଶେ ଯାହୁଁ ସୁଗ୍ରୀବ କହିଲେ। କଟା ମୁଣ୍ଡ ସତୀ ବାକେ ବସିଲା ସେଠାରେ। ତ ସେ ଶିର ଦେଲେ ରାମ ପ୍ରମିଳା ମାଗଇ। ବନ୍ଦ କର ଆଜି ଦିନ ଯୁଦ୍ଧେ ନର ସାଇଁ। ତଥାସ୍ତୁ କହିଣ ରାମ କଲ୍ୟାଣ କରିଲେ। ପ୍ରମିଳା ଶିର ସହିତ ଅଗ୍ନିରେ ପଡ଼ିଲେ। ରାକ୍ଷସ ବଂଶର ସେହି ରଖିଗଲା କୀର୍ତ୍ତି। ତହିଁଆର ଦିନ ଯୁଦ୍ଧ କଲେ ଲଙ୍କପତି। ହୁଅନ୍ତେ ପ୍ରଭାତ ଦଶ ବଦନ କ୍ରୋଧରେ। ବୀରଙ୍କୁ କହିଲା ସଜ ହୁଅ ହେବେ ଗରେ। ନିଜେ ମନ୍ତ କହିଣ ହେଲା ବୀର ବେଶ। ଯୁଦ୍ଧ ସ୍ଥାନେ ସୈନ୍ୟ ସହ ହୋଇଲା ପ୍ରବେଶ। ତେଣେ ପ୍ରଭାତରୁ ରାମ ନିତ୍ୟ କର୍ମ ସାରି। କୁଟୀରରେ ବସିଥିଲେ ମୃଗ ଚର୍ମ ପରି। ବାରତା ପାଇ ସକଳେ ଯୁଦ୍ଧ କରିଗଲେ। ରାବଣର ଅନୁଚର ମାନଙ୍କୁ ମାରିଲେ। ମହୋଦର ମହାପାର୍ଶ୍ୱ ଆଉ ବିରୂପାକ୍ଷ। ଏମାନଙ୍କୁ ମାଇଲେ ଯେ ବେଢ଼ି ସୈନ୍ୟ ରୁକ୍ଷ। ଦେଖି ସେନାପତି ମୃତ୍ୟୁ ରାବଣ ଇଲା। ରାମ ଲକ୍ଷ୍ମଣଙ୍କ ସଙ୍ଗେ ସମର କରିଲା। ଏକ ଅଗ୍ନି ଶକ୍ତି କାଢ଼ି ଯେ ହସ୍ତରେ ଧଇଲା। ମାରନ୍ତେ ଯାଇ ଲକ୍ଷ୍ମଣ ଛାତିରେ ପଡ଼ିଲା। ପଡ଼ିଲେ ଭୂମିରେ ବୀର ହୋଇ ଅଚେତନ। କୋଳେ ଧରି ରାମ ତାକୁ କଲେ କ୍ରନ୍ଦନ। ବୈଦ୍ୟ ସୁଷେଣ କହନ୍ତେ ଔଷଧ ବିଧାନ। ବେଗ ହୋଇଗଲା ବୀର ବର ହନୁମାନ। ଉଡ଼ି ଯାଇ ଶୂନ୍ୟେ ବହୁ ଅସୁର ମାଇଲା। ସରୋବରେ ପଶି କୁମ୍ଭୀରିକି ନାଶ କଲା।